ଶ୍ରୀ ଶ୍ରୀମତ୍ ସ୍ୱାମୀ ଯୋଗଜୀବନାନନ୍ଦ ଜୀ ରଚିତ ଜୀବନ ପଥେ ଗ୍ରନ୍ଥିକାଟି ପାଠ କରୁଛି ମୁଁ ସାଧନା। ସତ୍ୟ କଥା କହିବାକୁ ହିଁ ହେବ, କିନ୍ତୁ ବାଲ୍ୟକାଳରୁ ଏତେ ମିଥ୍ୟା ବ୍ୟବହାର କରାଯାଇଥାଏ ଯେ ତାହା ସଂଶୋଧନ କରିବା କଷ୍ଟସାଧ୍ୟ ହୋଇପଡ଼େ। ତଥାପି ଅବିରାମ ଚେଷ୍ଟା କରିବାକୁ ହେବ ସମସ୍ତ ପ୍ରକାର ମିଥ୍ୟା ଆଚରଣ ଠାରୁ ନିଜକୁ ଦୂରରେ ରଖିବାକୁ। ଯେ କଦାଚ ମିଥ୍ୟା କହେ ନାହିଁ ବା ମିଥ୍ୟା ଆଚରଣ କରେ ନାହିଁ, ତାର କୌଣସି ଇଚ୍ଛା ଅପୂର୍ଣ୍ଣ ରହେ ନାହିଁ। ଯେ ଯେତେ ବେଶୀ ମିଥ୍ୟା କହେ ସେ ସେତିକି ଭୀରୁ ହୋଇପଡ଼େ। ସତ୍ୟ ବକ୍ତାର ଗୌରବ ସର୍ବତ୍ର, ସେ ନିର୍ଭୀକ ଓ ପୂଜନୀୟ ହୁଏ। ସକଳ ଧର୍ମର ମୂଳ ଭିତ୍ତି ସତ୍ୟାଚାର, ସତ୍ୟ ହିଁ ଈଶ୍ୱର। ଯଦି ସଂସାରରେ ସୁଖୀ ହେବାକୁ ଏବଂ ନିରାପଦରେ କାଳ କଟାଇବାକୁ ଚାହଁ, ତେବେ ଜୀବନଯାତ୍ରା ବାହୁଲ୍ୟ ବର୍ଜିତ କର। ଅନାବଶ୍ୟକ ବସ୍ତୁ, ବିଷୟ ବା ଚିନ୍ତା ପରିତ୍ୟାଗ କର। ଯାହା ନହେଲେ ଜୀବନଯାତ୍ରା ଅଚଳ, କେବଳ ତାହାରି ପାଇଁ ଚେଷ୍ଟା କରିବ। ଅନାବଶ୍ୟକ ଆଡ଼ମ୍ବର ସର୍ବଥା ବର୍ଜନୀୟ। ଅପରର ମନ ବୁଝି ଯଥାଯୋଗ୍ୟ ବ୍ୟବହାର କରିବା କଠିନ କଥା। ତାଠାରୁ କଠିନ ନିଜ ମନର ରହସ୍ୟ ଭେଦ କରିବା। ତୁମେ ତୁମର ନିଜ ମନ ସମ୍ବନ୍ଧରେ ଯେତେ ଟିକିଏ ଜାଣ, ତାହା ଅତି ସାମାନ୍ୟ ମାତ୍ର। ମନୁଷ୍ୟ ମନର ଅଧିକାଂଶ ନିଜର ଅଜ୍ଞାତ। ଖୁବ୍ ଚିନ୍ତାଶୀଳ ବ୍ୟକ୍ତିମାନେ ଚେଷ୍ଟା କଲେ ମନର ରହସ୍ୟ ବୁଝିପାରନ୍ତି, କିନ୍ତୁ ତୁମ ମନର ରହସ୍ୟ ଜାଣିବାକୁ ହିଁ ହେବ, ନତୁବା ତୁମର ଇଚ୍ଛା ବିରୁଦ୍ଧରେ ମଧ୍ୟ ତୁମକୁ ଭୁଲ କରିବାକୁ ପଡ଼ିବ ଏବଂ ତୁମର ଶୁଭ ପ୍ରଚେଷ୍ଟା ଗୁଡ଼ିକ ଅଜ୍ଞାତ କାରଣରୁ ପ୍ରତିହତ ହେବ। ଏହି ଅଜ୍ଞାତ ଶତ୍ରୁ ବାହାରେ ନାହିଁ, ଏହା ଦୈବୀ ମଧ୍ୟ ନୁହେଁ, ଶୟତାନ ମଧ୍ୟ ନୁହେଁ। ଏହି ବିଘ୍ନର ସୃଷ୍ଟି ହୁଏ ମନୁଷ୍ୟ ନିଜ ମନର ଅଚେତନ ସ୍ତରର ସଂସ୍କାର ଗ୍ରନ୍ଥିରୁ। ଯେଉଁମାନେ ବିଶିଷ୍ଟ ଚିତ୍ତ ବିଶ୍ଳେଷକ, ସେମାନେ ଏହି ସଂସ୍କାର ଗ୍ରନ୍ଥିକୁ ଫିଟାଇ ଦେଇ ପାରନ୍ତି। ମନୁଷ୍ୟର ପ୍ରବୃତ୍ତି ମଧ୍ୟ ନିୟନ୍ତ୍ରିତ ହୁଏ ଏହି ଅଚେତନ ମନର ପ୍ରଭାବରେ। ଅତଏବ ଅନ୍ୟର ମନ ବୁଝିବା ପୂର୍ବରୁ ନିଜ ମନକୁ ନିଜେ ଚିହ୍ନିତ କରିବା ଦରକାର। ପ୍ରତ୍ୟେକ ବ୍ୟକ୍ତିର ମନରେ ଅନେକ ଗୁଡ଼ିଏ ସ୍ତର ଅଛି। ଆମେମାନେ ଜାଗ୍ରତ ଅବସ୍ଥାରେ ବିଚାର କରି ଯେଉଁ କାର୍ଯ୍ୟ କରୁ, ଯେଉଁ ପ୍ରବାହକୁ ଆମର ଚକ୍ଷୁ, କର୍ଣ୍ଣ ପ୍ରଭୃତି ଇନ୍ଦ୍ରିୟ କ୍ରିୟାଶୀଳ ହୁଅନ୍ତି, ତାହାକୁ କୁହାଯାଏ ଚେତନ ସ୍ତର। ତାପରେ ଆମମାନଙ୍କର ସହସା ମନେ ପକାଇବା ଭଳି ଚିନ୍ତାର ଗ୍ରନ୍ଥି ଗୁଡ଼ିକ ଯେଉଁଠାରେ ଜମା ହୋଇ ରହେ, ଟିକିଏ ସୁଦ୍ଧା ନ ଭାବି ତାହା ମନେ ପଡ଼ିପାରେ, ସେହିପରି ଚିନ୍ତାର କ୍ଷେତ୍ରକୁ କୁହାଯାଏ ଉପଚେତନ ସ୍ତର। ମନର ଏତିକି ମାତ୍ର ଖବର ଆମେମାନେ ଜାଣୁ ଏବଂ ଏହି ଅଂଶ ଦୁଇଟିକୁ କୁହାଯାଏ ଚେତନ ମନ। ଅପର ଅଂଶର ପ୍ରଥମ ସ୍ତର ହେଉଛି ପ୍ରାକ୍ ଚେତନ ସ୍ତର। ବିଶେଷ ଚେଷ୍ଟା କଲେ ବା ସ୍ମାରକ କୌଣସି ବସ୍ତୁ ଦେଖିଲେ ଅଥବା କଥା ପ୍ରସଙ୍ଗରେ ଏହି ସ୍ତରରେ ଅଙ୍କିତ ଚିତ୍ର ବା ଗ୍ରନ୍ଥି ଆମମାନଙ୍କର ମନେ ପଡ଼ିଯାଏ, ସହସା ମନେ ପଡ଼େ ନାହିଁ। ତାପର ସ୍ତର ହେଉଛି ଅଚେତନ ସ୍ତର। ଏଠାରେ ଆମମାନଙ୍କର ଜନ୍ମ ଜନ୍ମାନ୍ତର ସ୍ମୃତିର ଛବି ଓ ଅତୀତ କର୍ମର ଛବି ସଞ୍ଚିତ ଅଛି, କିନ୍ତୁ ଆମ୍ଭେମାନେ ତାହା ମନେ କରି ପାରୁନାହୁଁ। ଏହି ଅଂଶ ବା ସ୍ତରକୁ ହିଁ ଆମମାନଙ୍କ ମନରେ ଅପ୍ରତ୍ୟାଶିତ ଚିନ୍ତା, ସ୍ୱପ୍ନ, ପ୍ରବୃତ୍ତି, ଭ୍ରାନ୍ତି ପ୍ରଭୃତି ସଂଗଠିତ ହୁଏ। ଏହାକୁ ହିଁ ଆମେ କହୁ ଅଦୃଷ୍ଟ, ଯେହେତୁ ତାହା ଦେଖିବାକୁ ପାଇନା। ଯଦି ତୁମର ମନର ସ୍ତରେ ସ୍ତରେ ବିଚିତ୍ର ଏହି ଗ୍ରନ୍ଥି ସମୂହ ଅଧ୍ୟୟନ କରିବାକୁ ଶିଖ, ତେବେ ତୁମ ଜନ୍ମାନ୍ତର ସମସ୍ତ ଘଟଣା ବାୟୋସ୍କୋପର ଛବି ପରି ପ୍ରତ୍ୟକ୍ଷ କରିପାରିବ। ଶିକ୍ଷା ଓ ଅଭ୍ୟାସ ଦ୍ୱାରା ଏହି ଚିତ୍ତଗ୍ରନ୍ଥିର ପ୍ରଭାବ ଦୁର୍ବଳ କରିଦିଆଇପାରେ। ଯେ ଏହି ଶକ୍ତି ଅର୍ଜନ କରେ, ସେ ମନ ଉପରେ ପ୍ରଭୁତ୍ୱ କରିପାରେ। ଅନ୍ୟଥା ମନର ରହସ୍ୟ ବୁଝି ତାକୁ ସମ୍ୟକ୍ ବଶୀଭୂତ କରିବା ଅସମ୍ଭବ। ମାନବ ଦେହଟି ଗୋଟିଏ ଯନ୍ତ୍ର ପରି। ଏହାର ପ୍ରତ୍ୟେକ ଅଂଶର କ୍ରିୟା ଓ ଗତି ଜ୍ଞାତ ଥିଲେ ନିଜର ଶରୀର ଓ ମନକୁ ଇଚ୍ଛାନୁସାରେ ଚାଳିତ କରାଯାଇପାରେ। ସମସ୍ତ ପ୍ରଣାଳୀ ରୀତିମତ ଶିକ୍ଷା କରିବାକୁ ହୁଏ। ଖାଲି ଉଡ଼ାଣିଆ ଚେଷ୍ଟା କଲେ ବା ଉପରେ ଭାସି ବୁଲିଲେ
କିଛି ମାତ୍ର ଜଣାଯାଏ ନାହିଁ। ଏହି ଶିକ୍ଷା ହିଁ ସାଧନା। କେବଳ ଭଗବାନଙ୍କ ନାମ ନେଇ କାତର ପ୍ରାର୍ଥନା ଜଣାଇବା ପ୍ରକୃତ ସାଧନା ନୁହେଁ। ପ୍ରତ୍ୟହ କିଛି କ୍ଷଣ କୌଣସି ବିଷୟ ଚିନ୍ତା ନା କରି ଚୁପ୍ ହୋଇ ଶୂନ୍ୟ ସ୍ଥାନରେ ନେଇ ବସିବା କର୍ତ୍ତବ୍ୟ। ଏହିପରି ଅଭ୍ୟାସ ଦ୍ୱାରା ଚିତ୍ତ ବିଶ୍ଳେଷଣର କ୍ଷମତା ଜନ୍ମେ ଏବଂ ସ୍ମୃତିଶକ୍ତି ବର୍ଦ୍ଧିତ ହୁଏ, ଚଞ୍ଚଳତା କମିଯାଏ। ନିର୍ଜନରେ ମୁକ୍ତ ଆକାଶ ତଳେ ସନ୍ଧ୍ୟା ସମୟରେ ଏହି ଅଭ୍ୟାସ କରିବା ଉଚିତ। ଗୋଟିଏ ଛୋଟ ନକ୍ଷତ୍ର ଆଡ଼କୁ ବହୁକ୍ଷଣ ଅପଳକ ଦୃଷ୍ଟିରେ ଚାହିଁ ରହିବ, ଯେ ପର୍ଯ୍ୟନ୍ତ ଚକ୍ଷୁରେ ଜଳ ନ ଆସେ। ଏହା ମଧ୍ୟ ଖୁବ୍ ଗୋଟିଏ ଉତ୍ତମ ଅଭ୍ୟାସ। ଏତଦ୍ୱାରା ମନୋଯୋଗ ଦେବାର ଶକ୍ତି ବୃଦ୍ଧି ହୁଏ ଏବଂ ଦୃଷ୍ଟିଶକ୍ତି ପ୍ରଖର ହୁଏ। ଚଷମା ନେବା ପୂର୍ବରୁ ଦୃଷ୍ଟିଶକ୍ତି ଭଲ କରିବା ପାଇଁ ଚେଷ୍ଟା କରିବା ଉଚିତ। ସଳଖ ହୋଇ ବସି ଚକ୍ଷୁର ତାରା ପ୍ରଥମତଃ ଉପରକୁ ଓ ତଳକୁ 3 ଥର ଚାଳନା କରିବ। ଚିତ୍ର আছে, ଚିତ୍ରটা কি করব? চশমা নেବା ପୂର୍ବରୁ ଦୃଷ୍ଟିଶକ୍ତି ଭଲ କରିବା ପାଇଁ ଚେଷ୍ଟା କରିବା ଉଚିତ। ସଳଖ ହୋଇ ବସି ଚକ୍ଷୁର ତାରା ପ୍ରଥମତଃ ଉପରକୁ ଓ ତଳକୁ 3 ଥର ଚାଳନା କରିବ। ତତ୍ପରେ ଡାହାଣକୁ ଓ ବାମକୁ 3 ଥର ସେହିପରି ପକାଇବ। ତତ୍ପରେ ଡାହାଣକୁ ବାମକୁ ଏବଂ ବାମରୁ ଡାହାଣକୁ ଚକ୍ଷୁତାରା 4 ଥର ସମ୍ପୂର୍ଣ୍ଣ ବୁଲାଇ ତାପରେ 3-4 ମିନିଟ୍ ଚକ୍ଷୁ ବନ୍ଦ କରିବ। ଏହିପରି ଅଭ୍ୟାସରେ 10-15 ଦିନ ମଧ୍ୟରେ ଦୃଷ୍ଟିଶକ୍ତି ଭଲ ହୁଏ। ନିଜ ମନର ବା ଅପର ମନର ରହସ୍ୟ ଜାଣିବାକୁ ହେଲେ ମଧ୍ୟ ଏହି ଦୃଷ୍ଟି ପରିଚାଳନା ଓ ସ୍ଥିର ଦୃଷ୍ଟି ଅଭ୍ୟାସ କରିବାକୁ ହୁଏ। ମୋଟ କଥା, ଜାଗ୍ରତ ବା ଚେତନ ମନ ଆସନ ହିଁ ଚକ୍ଷୁ। ଦୃଷ୍ଟି ଆୟତ୍ତ ହେଲେ ସହସା ମନକୁ ଆୟତ୍ତ କରାଯାଏ। ଚକ୍ଷୁର ତାରା ପରିଚାଳନାରେ ଅଭ୍ୟସ୍ତ ହେଲେ ତାପରେ ଏକ ଦୃଷ୍ଟିରେ ଚାହିଁବାକୁ ଅଭ୍ୟାସ କରିବ। ମନର ଯେଉଁ 4ଟି ସ୍ତରର କଥା କୁହାଗଲା ତାହା 2 ଭାଗରେ ବିଭକ୍ତ। ପ୍ରଥମ ଭାଗରେ ଅର୍ଥାତ୍ ଚେତନ ମନ କନସିୟସ୍ ମାଇଣ୍ଡରେ 2ଟି ସ୍ତର ଲେୟାର ଅଛି। ପ୍ରଥମଟି କନସିୟସ୍ ଲେୟାର, ଦ୍ୱିତୀୟଟି ସବକନସିୟସ୍ ଲେୟାର। ଦ୍ୱିତୀୟ ଭାଗରେ ଅର୍ଥାତ୍ ଅଚେତନ ମନ ଅନକନସିୟସ୍ ମାଇଣ୍ଡରେ 2ଟି ସ୍ତର, ଯଥା ପ୍ରାକ୍ ଚେତନ ସ୍ତର ପ୍ରି କନସିୟସ୍ ଲେୟାର ଏବଂ ଅଚେତନ ସ୍ତର ଅନକନସିୟସ୍ ଲେୟାର। ଏହି ସବୁ ସ୍ତରର ସମଷ୍ଟିରେ ଆମମାନଙ୍କର ଅଖଣ୍ଡ ମନ ରହିଛି। ତା ମଧ୍ୟରୁ ଆମେମାନେ କେବଳ ଚେତନ ମନର ଖବର ରଖୁ। ଅଚେତନ ମନ ଅଦୃଷ୍ଟ ପରି ଆମମାନଙ୍କର ସମ୍ପୂର୍ଣ୍ଣ ଅଜ୍ଞାତ ରହିଥାଏ। ଅଚେତନ ମନର ଗ୍ରନ୍ଥି ଗୁଡ଼ିକ ଅର୍ଥାତ୍ କମ୍ପ୍ଲେକ୍ସ ଗୁଡ଼ିକ ଠିକ୍ ସ୍ୱରୂପରେ ଆମମାନଙ୍କର ସ୍ୱପ୍ନରେ ମଧ୍ୟ ଧରା ଦିଏ ନାହିଁ। ଏଣୁ ସ୍ୱପ୍ନରେ ମଧ୍ୟ ଆମେମାନେ ମନକୁ ଠିକ୍ ବୁଝିପାରୁନାହିଁ। ସ୍ୱପ୍ନଗୁଡ଼ିକ ପ୍ରାୟତଃ ଅସ୍ୱାଭାବିକ ଓ ଅଚିନ୍ତିତ ପୂର୍ବ ହୋଇଥାଏ। ତାହାର କାରଣ ଗ୍ରନ୍ଥିଗୁଡ଼ିକ କନଫ୍ଲିକ୍ଟେଡ୍ ହୋଇଯାଏ, ଘାତ ପ୍ରତିଘାତରେ ରୂପାନ୍ତରିତ ହୋଇ ଦେଖାଦିଅନ୍ତି। ଏହି କନଫ୍ଲିକ୍ଟେଡ୍ ଏବଂ ଦ୍ୱନ୍ଦ୍ୱ ଘଟେ ଚେତନ ମନର ବିଚାର ଏବଂ ଅଚେତନ ମନର ଜିଦ୍ ଖୋଇବା ଗୁଣରୁ। ଚେତନ ମନ ଚାହେଁ ସର୍ବଦା ଅଚେତନ ମନର ଅମାର୍ଜିତ ଏବଂ ଅନଭିପ୍ରେତ ଭାବଗୁଡ଼ିକୁ ଦବାଇ ରଖିବାକୁ ଏବଂ ତାହା ପାଇଁ ଆମେମାନେ ନିଜ ମନ ମଧ୍ୟରେ ଗୋଟାଏ ସଂଗ୍ରାମ ମଧ୍ୟ କରୁ, ଯାହାର ନାମ ଚିତ୍ତ ବିଶ୍ଳେଷଣ ବା ସାଇକୋ ଆନାଲିସିଷ୍ଟ ମାନଙ୍କ ଭାଷାରେ ରିପ୍ରେସନ୍। ଏହି ଦବାଇ ରଖିବାର ଗୋଟାଏ ବିଶିଷ୍ଟ ପ୍ରଣାଳୀ ଅଛି, ତାହାକୁ କହନ୍ତି ଚିତ୍ତ ବଶୀକରଣ। ଯେଉଁ ବ୍ୟକ୍ତି ଏହି ପ୍ରଣାଳୀ ଜାଣେ ନା, କେବଳ ବୁଦ୍ଧି ଭାବରେ ମନର ପ୍ରବୃତ୍ତିକୁ ଦମନ କରିବାକୁ ସଂଗ୍ରାମ କରେ, ତାର ଫଳ ହୁଏ ବିପରୀତ। ସେମାନେ ହୁଅନ୍ତି ଅତ୍ୟନ୍ତ ସନ୍ଦିଗ୍ଧ, କ୍ରୋଧୀ ଅଥବା ଉନ୍ମାଦ। ଏହି ପ୍ରତିହତ ମନୋବୃତ୍ତି ସମୟ ଏପରି ପ୍ରବଳ ଭାବରେ ଚେତନ ମନକୁ ଅଧିକାର କରେ ଯେ ସେତେବେଳେ ସେ ଜାଗ୍ରତ ଅବସ୍ଥାରେ ସ୍ୱପ୍ନ ଦେଖେ ବା ଅସମ୍ଭବ କଳ୍ପନାରେ ମତ୍ତ ହୁଏ।
এই ଜାଗ୍ରତ ସ୍ୱପ୍ନକୁ କହନ୍ତି ଫ୍ୟାଣ୍ଟାସି। ଏହି ଫ୍ୟାଣ୍ଟାସିର ପ୍ରଭାବରୁ ଭୂତ ଲାଗିବା, କାଳିସୀ ଲାଗିବା, ଡାହାଣୀ ଲାଗିବା ପ୍ରଭୃତି ଅବସ୍ଥା ହୁଏ। ଅତଏବ ଏସବୁ ବିଷୟରେ ଧରାମନ୍ଦା ଶିକ୍ଷା ଗ୍ରହଣ କରିବାକୁ ହୁଏ। ଚେତନ ମନ ଯେପରି ଅଚେତନ ମନର ଗ୍ରନ୍ଥିକୁ ଦବାଇବାକୁ ଓ ନିଶ୍ଚେଷ୍ଟ କରିବାକୁ ଚାହେଁ, ସେହିପରି ଅଚେତନ ମନର ପ୍ରଭାବ ମଧ୍ୟ ଚେତନ ମନକୁ ପ୍ରବଞ୍ଚିତ କରି ରୂପାନ୍ତରରେ ଆତ୍ମପ୍ରକାଶ କରେ। ଯେତେବେଳେ ଚେତନ ମନ ତାହାକୁ ଚିହ୍ନି ନ ପାଇ ସହସା ତାର ବଶ୍ୟତା ସ୍ୱୀକାର କରେ। ଅଧିକନ୍ତୁ ନାନା ଅଯଥା ଯୁକ୍ତି ରଚନା କରି ଅଚେତନ ମନ ତାର ଖିଆଲକୁ ସତ୍ୟ ବୋଲି, ପ୍ରୟୋଜନୀୟ ବୋଲି, ନ୍ୟାୟସଙ୍ଗତ ବୋଲି ପ୍ରତିପାଦିତ କରିଥାଏ। ଯେ ଏହି ଅଚେତନ ମନର ପ୍ରଭାବରେ ପ୍ରଭାବିତ ହୁଏ, ସେ ଅନ୍ଧ ପରି ଅନ୍ୟର ଉପଦେଶକୁ ମଧ୍ୟ ଅଯୌକ୍ତିକ ମନେ କରି ଉପେକ୍ଷା କରେ। ତାର କେବେ ହେଁ କଲ୍ୟାଣ ହୁଏ ନାହିଁ। ଏଇଥିପାଇଁ ଶାସ୍ତ୍ରର ଅନୁଶାସନ ସୁସଙ୍ଗତ ସାମାଜିକ ପ୍ରଥା ଓ ନୀତି ଅସ୍ୱୀକାର ବା ଅମାନ୍ୟ କରିବାର ନୁହେଁ। ପ୍ରତିହତ ଗ୍ରନ୍ଥି ଅଚେତନ ମନର ପ୍ରବୋଧ ବା ପ୍ରରୋଚନାରେ ଚଳିବାର ନାମାନ୍ତର ହିଁ ଆତ୍ମପ୍ରବଞ୍ଚନା। ଯେପରି ଆମ୍ଭେମାନେ ସହଜ ସରଳ ଭାବ ମନେ କରି ଲୋକହିତଙ୍କର କର୍ମାନୁଷ୍ଠାନରେ ରତ ହେଇ ନିଃସ୍ୱାର୍ଥ ଭାବରେ, କିନ୍ତୁ ତାର ଅଭ୍ୟନ୍ତରରେ ଯେଉଁ ଯଶୋଲିପ୍ସା ବା ସ୍ୱାର୍ଥ ବୁଦ୍ଧି ରହିଥାଏ, ତାହା ଆମେ ବୁଝିପାରୁନାହିଁ। ନିଃସ୍ୱାର୍ଥ ପ୍ରେମ ଓ ବନ୍ଧୁତ୍ୱ ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଅସତ୍ ପ୍ରବୃତ୍ତି ଲୁଚି ରହିବା ଅସମ୍ଭବ ନୁହେଁ। ଶେଷ ପର୍ଯ୍ୟନ୍ତ ନ ଦେଖି ଏ ସମ୍ବନ୍ଧରେ ମତାମତ ଦିଆଯାଇ ପାରେ ନା। ଏସବୁ ସ୍ଥଳେ ଯଥାସମ୍ଭବ ନିରପେକ୍ଷ ରହିବାକୁ ହିଁ ଉଚିତ। ପ୍ରତ୍ୟେକ ସଦ୍ବ୍ୟବହାର ପଛରେ ଯେ ଗୋଟାଏ କିଛି ଅସତ୍ ରହିଅଛି, ତା ନୁହେଁ। ମୋଟାମୋଟି ତାତ୍ପର୍ଯ୍ୟ ଏହି ଯେ ଭଲ କରି ମନର ଗଭୀରତମ ପ୍ରଦେଶକୁ ଅନୁସନ୍ଧାନ କରି ସବୁ କଥା ବିଚାର କରିବାକୁ ହେବ ଓ ସେହି ଅନୁସାରେ ଚଳିବାକୁ ହେବ। ମନର ଭୁଲର ଅର୍ଥ ଅବିବେଚନା। ପ୍ରତ୍ୟେକ କାର୍ଯ୍ୟ ଭାବି ଚିନ୍ତି କରିବା ଉଚିତ, ସହସା କିଛି କରିବା ଅନୁଚିତ। ତା ବୋଲି କେବଳ ନିରର୍ଥକ ଚିନ୍ତାରେ ଦିନ କଟାଇବା ଉଚିତ ନୁହେଁ। କର୍ମ କରିବାକୁ ହିଁ ହେବ ଏବଂ ତା ସହିତ ବିଚାର ମଧ୍ୟ କରିବାକୁ ହେବ। ତୁମର ଚିନ୍ତା ଓ କର୍ମ ସୁମାର୍ଜିତ, ଉଭୟ ଓ ନ୍ୟାୟସଙ୍ଗତ ହେଉ। ଅନ୍ୟାୟ କରିବ ନାହିଁ ବା ଅନ୍ୟାୟକୁ ସମର୍ଥନ କରିବ ନାହିଁ। ଜଣେ 80 ବର୍ଷ ବୟସର ବୁଢ଼ାର ମନଟି ସରସ ଥାଇପାରେ ଏବଂ ଜଣେ ତରୁଣର ମନଟି ଅତିବୃଦ୍ଧ ହୋଇଯାଇପାରେ। ବୟସର ଅନୁପାତରେ ମନର ପରିପକ୍ୱତା ଜନ୍ମେ ନାହିଁ। ଚିନ୍ତା ଘଟଣାର ପ୍ରାଚୁର୍ଯ୍ୟରୁ ମନର ପରିପକ୍ୱତା ଜନ୍ମେ। ନଦୀର ସ୍ରୋତ ଓ ଲାଳସାର ବେଗ କେବେ ହିଁ ସିଧା ରାସ୍ତାରେ ଚଳିପାରନ୍ତି ନାହିଁ। ତାଙ୍କର ଗତି ସ୍ୱଭାବ ବକ୍ର ଏବଂ ସହଜ ନିମ୍ନଗ। ଅଭ୍ୟାସ ଓ ବିଚାର ଦ୍ୱାରା ତାହାକୁ ସହଜ ଗତି ଏବଂ ଊର୍ଦ୍ଧ୍ୱକ କରିବାକୁ ହୁଏ। କେବଳ ମାତ୍ର ନିଜର ଗରଜ ଓ ପ୍ରୟୋଜନକୁ ବଡ଼ କରି ଦେଖ ନାହିଁ। ତୁମର ଗରଜ ମେଟାଇବା ଦ୍ୱାରା ଯଦି ଅନ୍ୟର କ୍ଷତି ହୁଏ, ସେ କ୍ଷତିର ନିଜର କିଛି କ୍ଷତି ସ୍ୱୀକାର କରିବା ଭଲ। ଅବଶ୍ୟ ଏ ସ୍ଥଳରେ ବିଚାର୍ଯ୍ୟ ଏହି ଯେ ଉଭୟ ପକ୍ଷର କ୍ଷତି ମଧ୍ୟରେ କେଉଁଠି ଗୁରୁତର ଏବଂ କେଉଁଠି ପକ୍ଷରେ ନ୍ୟାୟ ରହିଛି। ସର୍ବଦା ନ୍ୟାୟର ପ୍ରାଧାନ୍ୟ ସ୍ୱୀକାର କରିବାକୁ ହିଁ ହେବ। ମନ ସୁସ୍ଥ ନଥିଲେ ଶରୀର ମଧ୍ୟ ଅସୁସ୍ଥ ହୁଏ। ଅତଏବ ସର୍ବଦା ମନକୁ ପ୍ରଶାନ୍ତ ରଖିବାକୁ ହେବ। ଯେ ନିଜ ଉପରକୁ ଅଧିକ ଜଞ୍ଜାଳ ଟାଣି ନିଏ, ତାହାରି ମନ ବେଶୀ ଅସୁସ୍ଥ ହୁଏ। ଅକାରଣରେ ଜଞ୍ଜାଳ ନିଜ ଉପରକୁ ଟାଣି ନେବା ଉଚିତ ନୁହେଁ। କର୍ତ୍ତବ୍ୟ କର୍ମ ନିୟମିତ କରିଯିବ। ଯେଉଁଥିରେ ତୁମର କିଛି ପ୍ରୟୋଜନ ନାହିଁ, ସେପରି ଘଟଣାରେ ନିଜକୁ ଜଡ଼ିତ କରିବା ଉଚିତ ନୁହେଁ। ସେଗୁଡ଼ିକ ସର୍ବଦା ଉପେକ୍ଷା କରି ରହିବ। ବାହ୍ୟିକ ଚାକଚକ୍ୟରେ ମଜିଯାଅ ନାହିଁ। ପ୍ରକୃତ ଗୁଣ ଗୁଣୀକୁ ଆଦର କରିବ। ଆଡ଼ମ୍ବରପୂର୍ଣ୍ଣ ମିଥ୍ୟା ଓ କପଟତା ଅପେକ୍ଷା କ୍ଷୁଦ୍ର ସତ୍ୟଟି ଆଦରଣୀୟ।
ମନୁଷ୍ୟର ଚିତ୍ତ ରସର ପିଆସୁ, କିନ୍ତୁ ସତ୍ୟ ହିଁ ହେଉଛି ଚିତ୍ତର ଆଶ୍ରୟ। ସେଠି କିଏ ଦେଖାଯାଉଛି?